ଭଲ ଅଛନ୍ତି କି? ହଁ ହେଲେ ବଡ଼ ନାଇଁ ହେଲେ ବଡ଼ ହଁ ହେଲେ ବଡ଼ ନାଇଁ ହେଲେ କଥା ହେବାର ଅଛି। ଆମେ ପରମେଶ୍ୱରଙ୍କର ଉପସ୍ଥିତିରେ ଆସିଛୁ। ସଦାପ୍ରଭୁ ଧର୍ମମୟ ପରମେଶ୍ୱର ଅଟନ୍ତି। ସଦାପ୍ରଭୁ କଳମୟ ପରମେଶ୍ୱର ଅଟନ୍ତି। ସେ ମହାନ ଜୀବିତ ପରମେଶ୍ୱର। ବିଶେଷ କରି ମୁଁ ୟୁଥ୍ ମାନଙ୍କୁ କହିବାକୁ ଚାହେଁ, ପାଠ ପଢୁଛନ୍ତି, ସମସ୍ତେ ପାଠ ପଢୁଛନ୍ତି ନା ନାଇଁ? ବାକ୍ୟ କଣ ପାଇଁ କହୁନାହାନ୍ତି? ବାର ବାର ରିପିଟ୍ ହେଉଛି ସେ ଶବ୍ଦଟା, ବାର ବାର ରିପିଟ୍ କରୁଛନ୍ତି ମାଷ୍ଟର ଆଜ୍ଞା। ଲଜ୍ଜା ଲାଗିବା କଥା। ସମସ୍ତେ ପ୍ଲସ୍ ଟୁ ପଢୁଛନ୍ତି, ପ୍ଲସ୍ ଥ୍ରୀ ପଢୁଛନ୍ତି। ଆମ ଚର୍ଚ୍ଚ ପାଇଁ ଲଜ୍ଜା ଜନକର କଥା। ଆମେ ପରମେଶ୍ୱର ଆସିଛୁ, ପରମେଶ୍ୱର ଉପସ୍ଥିତିକୁ ମାନବାର ଅଛି। ଯେତେବେଳେ ଆରାଧନା ହଉଛି, ଝିଅମାନେ ଆକୁ ଦେଖ ତାକୁ ଦେଖ ତାକୁ ଦେଖ ପିସମ ଦଉଛନ୍ତି। ଏଟା କଣ? ଆମେ ସତ୍ୟ ଭାବରେ ଆରାଧନା କରିବାର ଅଛି, ହଁ କି ନାହିଁ? ସତ୍ୟ ଭାବରେ ଆରାଧନା କଲେ ହିଁ ପ୍ରଭୁ ଆଶୀର୍ବାଦ କରିବେ। ଏ କହିଦେଉଛି ବୋଲି ଖରାପ ଭାବନ୍ତୁ ନାହିଁ, କାରଣ ପବିତ୍ର ଆତ୍ମାଙ୍କର ଶକ୍ତି ସାମର୍ଥ୍ୟ ଆମର ଜୀବନରେ ଅଛି। ଯଦି ଆମେ ପଢବାର ଅଛି ଆଗକୁ ବୋଲି ଲାଗି ସତ୍ୟତା ଭାବରେ ଆରାଧନା କଲେ ନିଶ୍ଚିତ ଭାବରେ ପଢି ହେବ। ନିଶ୍ଚିତ ଭାବରେ ଆରାଧନା କରାବ ନାହିଁ, ଆରାଧନା କରିବାର ଅଛି। ଆକୁ ଦେଖବାର ନାହିଁ, ତାକୁ ଦେଖବାର ନାହିଁ। ଆକୁ ତାକୁ ଦେଖିଲା ବେଳେ ନାହିଁ କି ଆମ ମାଇଣ୍ଡ ଡିଷ୍ଟର୍ବାନ୍ସ ହେବ, ଆମକୁ ପବିତ୍ର ଆତ୍ମା ସ୍ପର୍ଶ କରିବେ ନାହିଁ। ଟୋଟାଲ তুমি ଯେତେ ଫାଷ୍ଟିଂ ପ୍ରେୟାର କର, ଯେତେ କଣ କର, ପବିତ୍ର ଆତ୍ମା ସ୍ପର୍ଶ କରିବେ ନାହିଁ। ଯେତେବେଳେ ସ୍ପର୍ଶ କରିବେ, ଯେତେବେଳେ ପରମେଶ୍ୱରଙ୍କର ଉପସ୍ଥିତ ତାଙ୍କର ସ୍ୱର୍ଗ ସହିତ ଆମର କଥାବାର୍ତ୍ତା ସମାନ ମିଶିଲା, ତାହେଲେ ପ୍ରଭୁ ଆମମାନଙ୍କୁ ସ୍ପର୍ଶ କରିବେ। ଗୀତ ସଂହିତା 34:5 ଟିକେ ପଢନ୍ତୁ ତ। ସେମାନେ ତାହାଙ୍କ ପ୍ରତି ଦୃଷ୍ଟିପାତ କରି ଦୀପ୍ତିମାନ ହେଲେ, ଆଉ ସେମାନଙ୍କ ମୁଖ କେବେ ହେଲେ ବିବର୍ଣ୍ଣ ନହେବ। ପରମେଶ୍ୱର ଉପସ୍ଥିତ ତାଙ୍କ ନିକଟରେ ଆମେ କଣ କରିବାର ଅଛି? ଆମ ଗୋର ନେଇ ପରମେଶ୍ୱର ନିକଟରେ ଦେବାର ଅଛି। ତେବେ ପ୍ରଭୁ ନେଇକି ଆମମାନଙ୍କୁ ଯୋଉ ଶକ୍ତି ସାମର୍ଥ୍ୟ ନେଇକି ଆମମାନଙ୍କୁ ଦେବେ। ଆମେ ଯଦି ପରମେଶ୍ୱର ଥିବା ନାହିଁ, ତାର ଶକ୍ତି ସାମର୍ଥ୍ୟ ପାଇପାରିବା ନାହିଁ। ସେଥିପାଇଁ ଆମେ ପରମେଶ୍ୱର ଥିବା ପଡିବ, ଭୟ କରିବାକୁ ପଡିବ। ଭୟ ଜୀବନ ହେଲେ ନେଇକି ପ୍ରଭୁ ଆମକୁ ଆଶୀର୍ବାଦ କରିବେ। ଭୟ ହେବାର ଅଛି। ଚର୍ଚ୍ଚ ଆସିଲେ ଭୟ ସହକାରେ ବସିବାର ଅଛି। ଚର୍ଚ୍ଚ ଆମେ ଭୟ ସହକାରେ ପ୍ରାର୍ଥନା କରିବାର ଅଛି। ଚର୍ଚ୍ଚ ଆସିଲେ ଭୟ ସହକାରେ ପ୍ରଭୁଙ୍କର ଉପସ୍ଥିତିକୁ ଅନୁଭବ କରିବାର ଅଛି। ପ୍ରଭୁ ଯଦି ଆମେ ଅନୁଭବ କରିବା, ତାହେଲେ ସମସ୍ୟାର ସମାଧାନ ସାଙ୍ଗେ ସାଙ୍ଗେ ହେବ। ଯଦି ପ୍ରାର୍ଥନାରେ ପ୍ରାର୍ଥନା କଲେ କି ନାହିଁ? କିଏ ପ୍ରାର୍ଥନା କଲେ? ଏଲିୟ ପ୍ରାର୍ଥନା କଲେ କି ନାହିଁ? ଏଲିୟ ପ୍ରାର୍ଥନା କଲେ କଣ ହେଲା? ଏଲିୟ ପ୍ରାର୍ଥନା କଣ ହେଲା? କଣ ହେଲା? ବର୍ଷାଟା ବନ୍ଦ ହେଲା। କଣ ପାଇଁ ବନ୍ଦ ହେଲା? କାରଣ ସେ ତାଙ୍କୁ ବିଶ୍ୱାସ ସହକାରେ ଆତ୍ମାଙ୍କ ସହିତ ପ୍ରାର୍ଥନା କରୁଥିଲେ। ସେଥିପାଇଁ ବର୍ଷା କଣ ହେଲା? ବନ୍ଦ ହେଲା। ମଶା ପ୍ରାର୍ଥନା କଣ ହେଲା? ମଶା ପ୍ରାର୍ଥନା କଣ ହେଲା? ମଶା ପ୍ରାର୍ଥନା କଣ ହେଲା? କଣ ହେଲା? ଖାଦ୍ୟ ପ୍ରଭୁ ଯୋଗାଇଲେ। ଯୋଗାଇଲେ କି ନାହିଁ? କୋଉଠୁ ଯୋଗାଇଲେ? କେମିତି ଯୋଗାଇଲେ? ପ୍ରାର୍ଥନା କରିବା ଦ୍ୱାରା ହିଁ ଯୋଗାଇଲେ। ମୁଁ ଅନୁରୋଧ କରୁଛି, ପ୍ରାର୍ଥନା ବନାଇକି ଉତ୍ତରିତ ଭାବରେ କରିବାର ଅଛି। ପ୍ରାର୍ଥନା ଲୋକକୁ ଦେଖାଇବାକୁ ନାହିଁ, ଲୋକକୁ କହିବାକୁ ନାହିଁ। ଉତ୍ତମତା ଭାବରେ ପ୍ରାର୍ଥନା କରି ନିଶ୍ଚିତ ଭାବରେ ପ୍ରଭୁ ଆଶୀର୍ବାଦ କରିବେ। ଦାନିଏଲ ପ୍ରାର୍ଥନା କଲେ କଣ ହେଲା? ସିଂହ ମୁଖ ବନ୍ଦ ହେଲା। ପ୍ରାର୍ଥନା ଦ୍ୱାରା ହିଁ ସମସ୍ତ ସବୁ କାର୍ଯ୍ୟ ଦେବ। ହାନା ପ୍ରାର୍ଥନା କଲା କଣ ହେଲା? ହାନା ପ୍ରାର୍ଥନା କଣ ହେଲା? ନ ହେବା ଜିନିଷ ହେଲା। ପ୍ରାର୍ଥନା ଦ୍ୱାରା ହିଁ ସବୁ କିଛି ମିଳୁଛି। ସେଥିପାଇଁ ଆମେ ପ୍ରାର୍ଥନା ଜୀବନ ଯଦି କାଟବା, ପ୍ରଭୁଠାରେ ସମର୍ପିତ ହେବା, ତାହେଲେ ପ୍ରଭୁ ନିଶ୍ଚିତ ଭାବରେ ଆମମାନଙ୍କୁ ସାହାଯ୍ୟ କରିବେ। ନିଶ୍ଚିତ ଭାବରେ ସାହାଯ୍ୟ କରିବେ। ପ୍ରଥମ ଜନ 5:14-15 ପଢିଲେ। ପୁଣି ଆମେମାନେ ଯେବେ ତାହାଙ୍କ ଇଚ୍ଛା ଅନୁସାରେ କୌଣସି ପ୍ରାର୍ଥନା କରୁ, ତେବେ ସେ ଆମମାନଙ୍କ
ଆପଣଙ୍କର ସେହି ପ୍ରାର୍ଥନା ଶୁଣନ୍ତି ତାହାଙ୍କ ଛାମୁରେ ଆମମାନଙ୍କର ଏହି ସାହସ ଅଛି। देखो आम जो प्रार्थना करूछु से ग्रहण योग्य हबो मात्र आम एंती प्रार्थना करूछु विश्वास करता मते हमर दरकार स्वार्थ पर प्रार्थना नहीं आली कि प्रभु मते हमको पिला का दरकार तार पे प्रार्थना करूछु तार से मेरे सेवा होछि का से दिन सब जीत हो नहीं जीवन रे नहीं हमको पिला का दरकार से पिला से मेरे सेवा का निर्णय नउथिबा में प्रार्थना करो फास्टिंग प्रार्थना करो प्रभु मते दरकार नहीं प्रभु इच्छा जोटा सेटा ही हेबो यदि एलिया प्रार्थना करते यदि एरे प्रार्थना यदि प्रभु सुन करते सत्य प्रार्थना करते नहीं एलिया किंतु प्रार्थना विश्वास से प्रार्थना करे सीधे प्रभु का प्रार्थना सुन ले आपण मन मते विश्वास से प्रार्थना करंतु समस्या रो समाधान हेबो स्वार्थ पर प्रार्थना के प्रभु सुनबे नहीं मोहन को टंका दरकार हमको घर दरकार दिसती प्रभु जेते बेले दरकार सेति बेले प्रभु निश्चित भाव रे जगाइबे जगन 15 पढ़तु ଯଦି ତୁମ୍ଭେମାନେ ମୋ ଠାରେ ରୁହ ଆଉ ମୋହର ବାକ୍ୟ ତୁମମାନଙ୍କ ଠାରେ ରୁହେ ତାହେଲେ ଯେକୌଣସି ବିଷୟ ଇଚ୍ଛା କର ତାହା ମାଗ ଆଉ ତୁମମାନଙ୍କ ନିମନ୍ତେ ତାହା ସାଧିତ ହେବ। देखो যদি ଆମେ ପରମେଶ୍ୱରଙ୍କ ଥିବା ପ୍ରଭୁ ବାକ୍ୟ ଯଦି ଆମ ପାଖରେ ଅଛି ତାହେଲେ ଆମେ କ'ଣ କରିବା ଯେ କୌଣସି ବିଷୟ ଆମେ ମାଗ ପ୍ରଭୁ साबित कर देबे देबे कि नहीं हो कि नहीं निश्चित भाव प्रभु देबे प्रभु निश्चित भाव हम कथा कहबे निश्चित भाव हम प्रार्थना उत्तर देबे केते बेले देबे जेते बेले हम नम्र सरल अंतःकरण हेबा सेते बेले प्रभु देबे यदि हमें सरल हेबा नहीं नम्र हेबा नहीं आई खाली प्रार्थना करू दिबा प्रभु के मत देबे सब जिंस कहबो गोटे जिंस रणा पड़े सब जिंस बेकार ही जीवो आज समस्त लोक यात्रा जाउछते टाळाबाकू ठेला पेला हिक नहीं 600 लोक मेडिकल भर्ती हेते ठेला पेला हिक पर भाबु देखो आमर लोक चर्च आसुनते किछ नहीं खाली खाली पड़ी सेमा ठेला पेला हिक 600 केते हे लोक पर केते आगो टिके दर्शन कर देबी टिके दर्शन देले मी शांति पाइबी जन लोक कहला आज्ञा हम राती 5 टा जोगी छी दर्शन करबी बोली हे पता नहीं मते पढ़ाइले नहीं आज्ञा प्रभु इच्छा कबूतर जगन्नाथ इच्छा मतलब जेते बेले परमेश्वर इच्छा प्रभु इच्छा आमे प्रभु से समर्पित होबा से माने केंति भक्त आमे केंति भक्त हमर जो सत्य परमेश्वर हम विश्वास न करी फालतू जिंस ऊपर हम विश्वास कले किछि लाभ देबो नहीं अनुरोध करू जे अपन मान को प्रार्थना सहित रहतु विशेष कर यूथ मान को कहूची प्रार्थना से करतु कारण पवित्र आत्मा कथा कहउछंती एंती देबे तापर हम जानि पारि हेबो ना जे केते ही करी बोली भाबी हेबो पवित्र आत्मा समासेना कहउछंती आपण मते प्रत्यगष्ट हेबो जाउछंती काहे कि पवित्र आत्मा को शक्ति आमान को कार्य करूछु मी भाबु जे जगह ठैछि मते पवित्र आत्मा कथा कहउछंती एबे सर्च करबे संगे संगे काहे कि पवित्र आत्मा शक्ति ए जगह उपस्थित होइछि चतुर्पार्श्व घुरी बुलुछि आपण भाबुछंती ए मते ठै कथा होइछि बोली नाइ पवित्र आत्मा शक्ति जगह अछि उजक ठैछि एबे संगे संगे प्रभु कथा कहबे संगे संगे देखो परमेश्वर पूर्व पश्चिम उत्तर दक्षिण आशीर्वाद देवे मात्र प्रार्थना विश्वास युक्त प्रार्थना रे आशीर्वाद करबे हमें नॉर्मल प्रार्थना करा प्रभु जगह प्रभु एति आशीर्वाद करो के बेफे करबे नहीं अनुरोध करू आपण मानकु सतर्कता बंतु खराब कार्य खराब चिंता खराब भाव खराब सोच परिवर्तन बंतु निश्चित भाव प्रभु मानक आशीर्वाद करबे ए छोटा बड़ा वाक्य प्रति प्रभु समस्त को आशीर्वाद करंतु